ଅଶୀତମ ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ବିଜେପି ଉପରେ ରାଗ ଝାଡ଼ିଲା ବିଜୁ ଜନତା ଦଳ। ଡବଲ ଇଞ୍ଜିନ୍ ସରକାରରେ ଆନ୍ତରିକତା କମ୍, ଆତ୍ମବଡ଼ିମା ବେଶୀ ବୋଲି କହିଲେ ବିଜେଡି ନେତା। ସମଗ୍ର ଦେଶ ସ୍ୱାଧୀନତାର 80ତମ ବର୍ଷ ପାଳନ ପାଇଁ ପ୍ରସ୍ତୁତ ହେଉଥିବା ବେଳେ କେନ୍ଦ୍ର ଓ ରାଜ୍ୟରେ ପରିଚାଳିତ ବିଜେପିର ଡବଲ ଇଞ୍ଜିନ୍ ସରକାର ବିରୁଦ୍ଧରେ ରାଗ ଝାଡ଼ିଛି ବିଜୁ ଜନତା ଦଳ। ବାଲେଶ୍ୱର ସହରର ଷ୍ଟେସନ କ୍ଲବ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଓ ଜିଲ୍ଲା କାର୍ଯ୍ୟକାରୀ ସଭାପତି ତଥା ଭୋଗରେଇ ବିଧାୟକ ଗୌତମ ବୁଦ୍ଧ ଦାସ ଯୋଗ ଦେଇ ବିଜେପି ନେତା ଓ ମନ୍ତ୍ରୀ ମିଛ ପ୍ରଚାର ଓ ଆତ୍ମବଡ଼ିମା ମାଧ୍ୟମରେ ବାଲେଶ୍ୱରବାସୀଙ୍କୁ ଭୁଆଁ ବୁଲାଉଥିବା ଆରୋପ ଉଠାଇଥିଲେ। ବିଗତ 2 ବର୍ଷର ଶାସନ କାଳରେ ଡବଲ ଇଞ୍ଜିନ୍ ସରକାର ବାଲେଶ୍ୱରର ଫକୀରମୋହନ ମେଡିକାଲ କଲେଜରେ ଗୋଟିଏ MRI ଓ ସିଟି ସ୍କାନ୍ ମେସିନ୍ ଲଗାଇବାରେ ବିଫଳ ହୋଇଛି। ମାତ୍ର ନିଜସ୍ୱ ହାତ ପାଣ୍ଠିରୁ 90% ଅର୍ଥ ଖର୍ଚ୍ଚ କରିବାରେ ଅକ୍ଷମ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବାଲେଶ୍ୱରରେ ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସାଂସଦ ପାଣ୍ଠିରୁ 3 କୋଟି 10 ଲକ୍ଷ ଅନୁଦାନ ମିଳିଥିବା ନେଇ ପ୍ରଚାର କରିବା ଅତ୍ୟନ୍ତ ହାସ୍ୟାସ୍ପଦ। ବାଲେଶ୍ୱରବାସୀଙ୍କ ମୂଳ ଦାବି ଏମ୍ସ ସାଟେଲାଇଟ୍ ସେଣ୍ଟରକୁ 300 ଶଯ୍ୟା ହସ୍ପିଟାଲରେ ପରିଣତ କରିବାର ପ୍ରତିଶ୍ରୁତିକୁ ପାସୋରି ଦେଇଥିବା ବିଜେପିର ମନ୍ତ୍ରୀ ଓ ସାଂସଦ ଏହିଭଳି ଖୁଚୁରା ଅନୁଦାନ ଦେଇ ବାଲେଶ୍ୱରବାସୀଙ୍କ ସ୍ୱାଭିମାନ ଓ ଭାବାବେଗ ସହ ଖେଳୁଥିବା ଶ୍ରୀ ପାଣିଗ୍ରାହୀ ଓ ଶ୍ରୀ ଦାସ କ୍ଷୋଭର ସହ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ସମଗ୍ର ଜିଲ୍ଲାରେ ଜଟିଳ ବନ୍ୟା ପରିସ୍ଥିତି ମଧ୍ୟରେ ଲୋକଙ୍କ ପାଖରେ ରନ୍ଧା ଖାଦ୍ୟ, ରିଲିଫ୍ ଓ ଅନ୍ୟାନ୍ୟ ସୁବିଧା ସଠିକ୍ ଭାବେ ପହଞ୍ଚି ନ ପାରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେମାନେ କହିଛନ୍ତି। ସର୍ବୋପରି ଡବଲ ଇଞ୍ଜିନ୍ ସରକାରଙ୍କ ବିକାଶ ପାଇଁ ଆନ୍ତରିକତା ନଥିବା ବେଳେ ମିଥ୍ୟା ପ୍ରଚାର ଅଧିକ ହେଉଥିବା ବିଜେଡି ନେତାମାନେ ଅଭିଯୋଗ କରିଛନ୍ତି। ପୂର୍ବତନ ବିଧାୟକ ସୁକାନ୍ତ ନାୟକ, ଜୀବନ ପ୍ରଦୀପ ଦାସ, ସ୍ୱରୂପ କୁମାର ଦାସ ଓ ସୁଧାଂଶୁ ଶେଖର ପରିଡ଼ା, ଜିଲ୍ଲା ସାଧାରଣ ସମ୍ପାଦକ ରଞ୍ଜନ ବାଗ ଓ ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ଦାସ ମଙ୍ଗରାଜ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହିଥିଲେ। आज 80तम स्वाधीनता दिवस पूर्व दिन में सर्वप्रथम बालेश्वरवासी को बालेश्वर विजु जनता दल तरफ शुभेच्छा एवं अभिनंदन। सांबादिक भाई मान शुभेच्छा अभिनंदन। आम आज सांबादिक सम्मेलन माध्यम बालेश्वर जिलार विभिन्न समस्या संबंध में जनाइलु। ये डबल इंजिन सरकार को एठिकार सांसद एवं आमर केंद्र मान्यवर रेलवे मंत्री श्री अश्विनी वैष्णव को जो प्रतिश्रुति दि जाइथिला बालेश्वर सैटेलाइट सेंटर 300 बेडेड हम एम्स सैटेलाइट सेंटर आज गोटे डिस्पेंसरी परिणत होती। कौन सी कार्यक्रम नहीं आपको जाऊ ना। ये डबल इंजिन सरकार 2.5 वर्ष सरकार लगुच 5 वर्ष हवा कथा कार्यक्रम रे किंतु किसी कार्यक्रम नहीं। ये सरकार भाषण और शोषण में रही जापरी खंतापड़ा ठेरे गोटे रेलवे ओवरब्रिज सैंक्शन जहाँ को पूर्वतन विधायक श्री सुकांत नायक को से पत्र माध्यम जनई 2024 से कार्यक्रम भी हो पारनी। सिमुलिया से बड़ी सैंक्शन होता एजाएं भी हो पारनी। खाली फोटो उठा कार्यक्रम दिल्ली में चली। आम आशा करुचु एवं अनुरोध करुचु बालेश्वर जो जल निष्कासन समस्या जिलार विभिन्न निर्वाचन मंडल में यथाशीघ्र हाथ को नहीं समाधान करा जाओ।